ରାହୁଲ ଆଜ୍ଞା ମାନଙ୍କର ଦିଦି ଅମର ଭାଇ ବୟୋଜ୍ୟେଷ୍ଠ ପ୍ରତୀକଙ୍କୁ ପ୍ରଭୁ ଶ୍ରୀକୃଷ୍ଣ ନମସ୍କାର ଜଣାଏ। ଆଉ ପ୍ରଭୁ ମାନଙ୍କର ପ୍ରତୀକଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଅଳ୍ପ ସମୟ ସାକ୍ଷାତ କହି ଯେତେବେଳେ ସମୟ କମ ଅଛି, ଏ ହେଉଛି କରୋନା ସମୟର ମୋର ସାକ୍ଷ୍ୟ। ଆଉ ଯେତେବେଳେ ପ୍ରଥମ କରୋନା ହେଇଥିଲା ଆମମାନେ ସମସ୍ତେ ବନ୍ଦୀ ଅବସ୍ଥାରେ ରହିଥିଲୁ। ମୁଁ ଯାଉଥିଲି କମ କମ ଯାଉଥିଲି, ମୋ କାର୍ଯ୍ୟରେ ଯାଏ, କିନ୍ତୁ ପ୍ରଭୁଙ୍କ ସେବା କାର୍ଯ୍ୟ ମାନେ ଯେହେତୁ ପୁଲିସ ସେତେବେଳେ ବହୁତ ଗୋଡେଇ ବାଡାବାଡି କରୁଥିଲେ ଆମର ଏପଟେ ସବୁ, ଆମେ ଡରିକି ମୁଁ ଯାଉନଥିଲୁ କୋଉଠି। ସେକେଣ୍ଡ କରୋନା ଯେତେବେଳେ ଆସିଲା ସେ ସମୟରେ ମୁଁ କଣ କଲି, ମୁଁ ଆଉ ରହିପାରିବିନି ବୋଲି କହିଲି। ମୁଁ ନାହିଁ, ମୁଁ ଆଉ ରହିବିନି, ମୁଁ ମୋର ସବୁଆଡେ ଯିବି। ଆମେ ସେ ସମୟରେ କଣ କରୁଥିଲୁ, ଆମେ ବିଭିନ୍ନ ଚର୍ଚ୍ଚ ମାନଙ୍କୁ ଯାଉଥିଲୁ, ଗାଁ ମାନଙ୍କୁ ଯାଉଥିଲୁ। ଆଉ ତାପରେ ପରେ ହାଉଲା ହେଲେ କଣ ହେଲା, ଆମମାନଙ୍କର ମଣ୍ଡଳୀରେ ମଧ୍ୟ ଚର୍ଚ୍ଚରେ ମଧ୍ୟ ଆମମାନଙ୍କର ପାଳକ ଆଜ୍ଞାଙ୍କୁ ମଧ୍ୟ କୁହାଗଲା ତମେ ଆଉ ପାରିବାରିକ ସେବା ଯିବ ନାହିଁ, ଆଉ କୋଉଠି ଯିବ ନାହିଁ ବୋଲି ପୁରା ତାଙ୍କୁ ଘରେ ରଖାଗଲା। ସେ ସମୟରେ ଅନେକ ଜଣ ରୋଗରେ ପଡୁଥିଲେ, ଅନେକ ଜଣଙ୍କୁ ସେ ସମୟରେ ଜ୍ୱର ହଉଥିଲା, ଏସବୁ ହଉଥିଲା। ଆଉ ମୁଁ କଣ କରେ, ଆଉ ଲୁଚିକି ଚୁପ ଲୁଚିକି, ଆଉ ଘରେ କାଳେ ପାଟି କରିବେ, ଆଉ ମୁଁ ସେ ପରିବାର ମାନଙ୍କୁ ଯାଇ ବାହାରି ପ୍ରାର୍ଥନା କରେ, ଆଉ ପୁଣି ପଳେଇ ଆସେ, ଲୁଚିକି ପଳେଇ ଆସେ। ଆଉ ମୋ କାମରେ ମଧ୍ୟ ଯାଏ ବାହାରି। ଆଉ ରବିବାର ହେଲେ ଚର୍ଚ୍ଚ କଣ କରେ, କାଳେ 9ଟା ବାଜିଲେ 9ଟା ବେଳକୁ ଗଲେ ପୁଲିସ ବାଡେଇବେ, କଣ କରିବେ। ଆଉ ମୁଁ ସେ ଆଦିବାସୀ ମଣ୍ଡଳୀ ମାନଙ୍କୁ ମଧ୍ୟ ଭୋର ଭୋର ପଳାଏ, କାଳେ ଭୋର ଭୋର ପୁଲିସ ଆସିନଥିବେ, ଆଉ ଭୋର ଭୋର ପଳାଏ। ଆଉ ସେ ଦିନ ଯାକ ସେଠି ରହିଯାଏ, ଆଉ ସନ୍ଧ୍ୟା ହେଲେ ପୁଣି ଆସେ, କାରଣ ପୁଲିସ ସେତେବେଳେ ବହୁତ ଯାହାକୁ ଦେଖୁଥିଲେ ବାଟରେ ବାଡଉଥିଲେ। ମୁଁ ସନ୍ଧ୍ୟାବେଳେ କାଳେ ପୋଲିସ କୋଉଠି ନଥିବେ, ମୁଁ ସେଇ ସମୟରେ ପୁଣି ଆସେ। ଏମିତି ଚାଲିଥିଲା। ଆଉ ଯେତେବେଳେ ପାଳକଙ୍କୁ ବନ୍ଦ କରାହେଇଗଲା, ଆଉ ସେ ସମୟ ଅନେକ ଲୋକ ମଧ୍ୟ ମରି ଯାଉଥିଲେ। ଆଉ ମୋ ସହିତ ଆମଙ୍କର କଟକ ଢେଙ୍କାନାଳ ଡିଷ୍ଟ୍ରିକ୍ଟ ୟୁନିୟନ ପ୍ରଚାରକ ବନ୍ଧୁ, ଆମ ଗୋଟେ ଗାଁରେ ସେ ବି ରୁହନ୍ତି। ଆଉ ତାଙ୍କର ମୋର କଣ କରୁ, ସେ ଯୋଉଠି ମରିଯାଆନ୍ତି ଯୋଉମାନେ ସବୁ, ଆଉ ସେ ସନ୍ଧ୍ୟାରେ ଉପାସନା କରିବାକୁ ପଡିଥାଏ। ଯେହେତୁ ପାଳକ ଆଜ୍ଞାଙ୍କୁ ବନ୍ଦ କରାଯାଇଥିଲା, ଆଉ ଆମେ ଦୁଇ ଭାଇ କଣ କରୁ, ଆଉ ଯାଉ, ଆଉ ତାଙ୍କ ସେ ପରିବାର ମାନେ ଶୋକ ସନ୍ତପ୍ତ ପରିବାର ମାନଙ୍କର ମଧ୍ୟ ଆମେ ଗିର୍ଜା କରିଥାଉ। ଆଉ ଅନେକ ପରିବାର ମାନଙ୍କରେ ଯେତେବେଳେ ପାରିବାରିକ ସେବା ବନ୍ଦ ହେଇଗଲା, ଆଉ ସେମାନେ କଣ କରନ୍ତି, ଆଉ ଆମକୁ ଡାକନ୍ତି, ଆଉ ଆମ ନାଁ ମିଞ୍ଜା, ତୁ ଆସିବୁ, ଆଉ ଆମ ଘରେ ଟିକେ ଗିର୍ଜା କରିବା। ଆଉ ମୁଁ କଣ ସନ୍ଧ୍ୟାବେଳେ ସେମାନଙ୍କ ପରିବାର ମାନଙ୍କୁ ମଧ୍ୟ ଯାଇପାରି ଗିର୍ଜା କରିବା ପାଇଁ। ଏମିତି ଚାଲିଥିଲା। କିଛି ଦିନ ଗଲା ପରେ ଆଉ ଆମ ପାଖରେ ପ୍ରାୟତଃ 1500 ବାଇବେଲ ଥିଲା। ଆଉ ସେ ବାଇବେଲକୁ ଆମମାନଙ୍କୁ ଡିଷ୍ଟ୍ରିବ୍ୟୁଟ କରିବାର ଥିଲା। ସେ ସମୟରେ ଆମେ କଣ କଲୁ, ଲୁଚିକି ଆଉ ଗୋଟେ ଗାଡି କଲୁ, ଆଉ ଖୋର୍ଦ୍ଧା ଜିଲ୍ଲା ଆମର ଯେତେ ଗାଁ ସବୁ ଥିଲା, ଆଉ ସେ ଗାଁ ମାନଙ୍କୁ ଆମେ ସେମିତି ପୁଣି ଆମର ସେ ଭାଇଙ୍କୁ ଆମେ 4 ଜଣ ଭାଇ ଥିଲୁ, ସେ ବାଇବେଲ ଯାହାର ଥିଲା, ସେ ଚେନ୍ନାଇରୁ ସେ ବାଇବେଲ ଆସିଥିଲା, ଆଉ ଡିଷ୍ଟ୍ରିବ୍ୟୁଟ କରିବାର ଥିଲା। ଆମକୁ କଥା କି ଆମେ ପାହାଞ୍ଚରେ ପଳେଇବା। ମୁଁ ମୋ ପ୍ଲାନିଂ ଯେମିତି ଆଗରୁ କରିଥିଲି ସେଇ ପ୍ଲାନ୍ ତାଙ୍କୁ ବତେଇଲି। ଆଉ ପାହାଞ୍ଚରେ ପଳେଇବା, ସେତେବେଳେ ପୋଲିସ ନଥିବେ, ଆଉ ଆମେ ପୁଣି ରାତିରେ 9ଟା 10ଟା ରାତି ହେଲେ ଫେରିବା, ସେତେବେଳେ ଆଉ ପୋଲିସ ନଥିବେ। ଆମେ ସେମିତି ସେଇ ପ୍ଲାନିଂ କଲୁ। ଖୋର୍ଦ୍ଧା ଜିଲ୍ଲା ଯେତେ ସବୁ ଗାଁ ଥିଲା, ଆଉ ସେ ସବୁ ଗାଁକୁ ବାଣ୍ଟିବାକୁ ଗଲୁ ଭାରି। ଆଉ ବାଣ୍ଟି ରାତିରେ ସେଦିନ ଫେରି ଆସିଲୁ। ତା ପରଦିନ ଆହୁରି ବାଇବେଲ ଆମ ପାଖରେ ଅଛି, କଣ କରିବା। ଆଉ ସେତେବେଳେ ଯାଜପୁର ଜିଲ୍ଲା ପୁରା ରେଡ ଆଲର୍ଟ ବୋଲି ଘୋଷଣା କରାଯାଉଥିଲା। ଆଉ ଯାଜପୁର ଜିଲ୍ଲା ଯେତେ ସବୁ ମଣ୍ଡଳୀ ଗାଁ ଥିଲା, ଆମମାନଙ୍କୁ ସେ ବାଇବେଲ ନେଇକି ଯିବାର ଥିଲା। ଆଉ ମାନେ ମୁଁ ପୁଣି ସେମିତି କଣ କଲୁ, ତା ଗୋଟେ ଦିନ ପରେ ଆମେ ଗୋଟେ ଦିନ ରହିଗଲୁ, ସାଙ୍ଗେ ସାଙ୍ଗେ ଗଲେ କିଏ ଦେଖିବ କହିବ। ଗୋଟେ ଦିନ ପରେ ପୁଣି ଆମେ ଯାଜପୁର ଜିଲ୍ଲା କୁ ଗଲୁ, ପୁଣି ପାହାଞ୍ଚରେ ଗଲୁ। ଆଉ ସେ ରହିଯାଉ 10ଟା ମାର୍ଚ୍ଚ ମାସ ଏପ୍ରିଲ ମାସ ଏମିତି ଚାଲିଥାଏ। ଆମେ ଖରା ଦିନ କିଛି ଜଣା ପଡୁନଥାଏ, ତେଣୁ ଆମେ ରାତିରେ ପୁଣି ସେମାନେ ଆମକୁ ବହୁତ ଏକ୍ସପେକ୍ଟ କରୁଥିଲେ ଖାଇବାକୁ, ଆମେ ବୁଝୁଥିଲେ ଯୋଉ ସ୍ଥାନକୁ ଆମେ ଯାଉଥିଲୁ। ଆଉ ତାପରେ ଆମେ ରାତିରେ ଫେରି ଆସିଲୁ। ତାପରେ ସେଇ ରାତି କଣ ହେଲା, ଆଉ ହାଉଲା ହେଲେ ମୋ ଦେହ ଜ୍ୱର ଆସିଲା ମତେ। ସେଦିନ ରାତିରେ ଯୋଉ ଆମେ ଯାଜପୁର ଜିଲ୍ଲାରୁ ଫେରିଲୁ, ପାହାନ୍ତିଆରେ ମତେ ହାଉଲା ହେଲେ ଜ୍ୱର ଆସିଲା। ଆଉ ଜ୍ୱର ଆସିଲା, ଆମ ଘରେ ସବୁ ଡରିଲେ। ଆମେ ମନା କରୁଥିଲୁ, ତୁ କୁଆଡେ ଯାଆନି, ତମେ ଆମ ସ୍ତ୍ରୀ ମତେ ବହୁତ ଗାଳି ଦେଲେ। ମନା କରୁଥିଲି କୁଆଡେ ଯାଅନି ବୋଲି, ତମେ କାହିଁ ସବୁ ଯାଉଥିଲ, ଜ୍ୱର ହେଲା କଣ। ଆମ ସମସ୍ତେ ବ୍ୟସ୍ତ ହେଇଗଲେ। ଆଉ 3 ଦିନ 4 ଦିନ ଜ୍ୱର ମତେ ହେଲା। ମୋ ସାଙ୍ଗରେ ଯୋଉମାନେ ଯାଇଥିଲେ ଆମମାନଙ୍କର ଗାଡିର ଡ୍ରାଇଭର, ତାଙ୍କୁ ବି ଜ୍ୱର। ଆଉ ତାଙ୍କୁ କଣ କଲେ, କ୍ୱାରେଣ୍ଟାଇନ କୁ ନେଇଗଲେ। ତାଙ୍କର ମୁଁ ଜମା ଡରିକି ଟେଷ୍ଟ କରୁନଥିଲି। ଆଉ ଜ୍ୱର ମୁଁ କେବେ ଦେହକୁ ମୁଁ କେବେ ଇଏ କରେନି, ମୋ ଜ୍ୱର ତ ହେଇଛି, ଆଉ କଣ କିଛି ହବନି। ଆଉ ଆମ ଘରେ ପାଟି କରୁଥିଲେ, ନାଇଁ ଯାହା ଟେଷ୍ଟ କରୁଛୁ। ଆମକୁ ନାଇଁ, ମୁଁ ଯିବିନି ଟେଷ୍ଟ କରିବାକୁ, କଣ ହବ, 2-3 ଦିନ ଜ୍ୱର ହବ, ଭଲ ହେଇଯିବ, କିଛି ହବନି। ତାପରେ ଆମ ସେ ପ୍ରଚାର ବନ୍ଧୁ ମୋ ସାଙ୍ଗେ କଟକ ଢେଙ୍କାନାଳ ଡିଷ୍ଟ୍ରିକ୍ଟ ୟୁନିୟନ, ତାଙ୍କୁ ମଧ୍ୟ ସେମିତି ଜ୍ୱର ହେଲା, ସିଏ ମଧ୍ୟ ଟେଷ୍ଟ କଲେ, ତାଙ୍କୁ ବି କରୋନା ବାହାରିଲା। ସମସ୍ତଙ୍କୁ କରୋନା, ସବୁ କ୍ୱାରେଣ୍ଟାଇନ କୁ ପଳେଇଲେ। ମତେ କହିଲେ ତୋତେ ଯାଇକି ଆଉ 4 ଦିନ ପରେ ଆମ ସ୍ତ୍ରୀ ମତେ ବିଗିଡିଲେ, କହିଲେ ନାଇଁ
ଆଉ ତତେ ଯିବାକୁ ପଡିବ, ତମକୁ ଯିବାକୁ ପଡିବ। ଆଉ ଆମେ କଟକ ବାହାରିଲୁ। ଆଉ ଆମେ ଅଟୋ ଗାଡି ବୁଝୁଛୁ, କୋଉ ଗାଡି ଆଉ ସେ ସମୟରେ ଆସିବାକୁ ରାଜି ହଉନାହାନ୍ତି। ଆଉ କଣ କରିବା? ମୁଁ କହିଲି ନା ମୁଁ କିଛି ହବନି, ଯିବିନି, ମୁଁ ଗାଡି ହଉନି ଯିବିନି, ମୁଁ ରହିବି ଘରେ ବୋଲି କହିଲି। ନାଇଁ ତାଙ୍କ ଆମ ସ୍ତ୍ରୀଙ୍କ ସାଙ୍ଗ ଜଣେ ଅଟୋ ଚଲାଏ, ଆଉ ସେ 6 ଗାଁର, ଆଉ ସେ କହିଲେ ମୁଁ ଯିବି ବୋଲି କହିଲେ। ଆଉ ଠିକ ଅଛି, ଆମେ ଯେତେବେଳେ ବାହାରିଲୁ, ଆଉ ମତେ କିନ୍ତୁ ଯେତେବେଳେ ବହୁତ ଜ୍ୱର ମାନେ 101, 102, 103 ଏମିତି ଜ୍ୱର ହଉଥାଏ ଖାଲି। ଆଉ ହେଲେ ମୁଁ ବହୁତ ମାନେ ନିଜକୁ ଷ୍ଟ୍ରଙ୍ଗ ରଖୁଥିଲି। ଆଉ ତାପରେ ଆମେ ମେଡିକାଲ ଭିତରେ କଟକ ଗଲୁ, ଆଉ ସେ ଅଟୋରେ, ଆଉ ସେ ଅଟୋ ଯାଇକି ସେଠି ପହଞ୍ଚିଲୁ। ସେଠି ଆଉ ସେ କଣ କଲେ, ସେ ଯିଏ ଟେଷ୍ଟ ଡକ୍ଟର ଯିଏ କଣ କଲେ, ମୋ ସ୍ତ୍ରୀକି ନେଇକି ପଳେଇଲେ। ସେ ଭାବିଲେ ଆଙ୍କୁ ବୋଧେ କରୋନା ହେଇଛି, ସିଏ ନୁହଁ ଆଙ୍କୁ ହେଇଛି ବୋଲି ଜ୍ୱର ବୋଲି କହିଲେ। ଆରେ ଏ ତ କିଛି ଜଣା ପଡୁନାହାନ୍ତି କଣ ଜ୍ୱର ହେଇଛି। ମତେ ପଚାରିଲେ ତମକୁ ଥଣ୍ଡା ହେଇଛି ନାହିଁ, କାଶ ହଉଛି ନା ନାହିଁ, ତମେ ଛାତି ଦରଜ ହଉଛି ନା ନାହିଁ, ତଣ୍ଟି ଦରଜ ହଉଛି ନା ନାହିଁ। ମୁଁ କହିଲି କଣ ତମେ ସବୁ ନାହିଁ କରୁଛ, କାହିଁ ତମର କିଛି ହେଇନଥିବ, ତମେ ପଳା ବୋଲି କହିଲେ। ମୋ ସ୍ତ୍ରୀ କହିଲେ ନାଇଁ ନାଇଁ ଆମେ ଆସିଛୁ, ଆମେ ନିଶ୍ଚୟ ମୁଁ ଯାହା ଭଲ ହେଇଛି, ଏ କହୁଛି ପଳା ବୋଲି। ସେ ନାଇଁ ନାଇଁ ଆମେ ଆସିଛୁ ମାନେ ଟେଷ୍ଟ କରିବୁ। ଆଉ ସେତେବେଳେ ମତେ ସେ ନେଇକି ଭିତରେ ଟେଷ୍ଟ କଲେ। ଆଉ ଘଣ୍ଟେ ଆମେ ଅପେକ୍ଷା କଲୁ ରିପୋର୍ଟ ପାଇବା ପାଇଁ। ଆଉ ସେ ଆସିକି କହିଲେ ନାଇଁ ତାଙ୍କର କିଛି ନେଗେଟିଭ ବାହାରୁଛି ବୋଲି କହିଲେ। ଆଉ ପୁଣି ଘରକୁ ଫେରିଲୁ। ମୁଁ ଠିକ ଅଛି, ଆଉ ନେଗେଟିଭ ବାହାରିଛି, ପୁଣି ଘରକୁ ଫେରି ଆସିଲୁ। ସେ ସମୟରେ ଆମ ଘରକୁ ମଧ୍ୟ ଆଉ କେହି କେହି ଆସିଲେନି ଆଉ ଘରକୁ। ଆଉ ସେତେବେଳେ ମୋ ଚୁଟି ବହୁତ ମୁଣ୍ଡର ଚୁଟି ବହୁତ ବଢି ଯାଇଥିଲା। ଆଉ ସେ ବାରିକ ଆମ ଗାଁକୁ ଆସିଥିଲେ, ଯେହେତୁ ବାରିକ ଦୋକାନ ସବୁ ବନ୍ଦ ହେଇଯାଇଥିଲା। ଆଉ ସେ ବାରିକ କଣ କରି ଆମ ଗାଁକୁ ଆସିକି ଆଉ ସେ ସମସ୍ତଙ୍କର ଚୁଟି କାଟୁଥିଲା। ଆଉ ସେଠୁ ମତେ ଆମ ସ୍ତ୍ରୀ ଯାଇକି ଡାକିଲେ ତାକୁ, କହିଲା ନାଇଁ ନାଇଁ ମୁଁ ଯଦି କାଟିବି ଆଉ ମୋ ପାଖରେ କେହି କାଟିବେନି ଚୁଟିଆ ବୋଲି କହିଲା। ଆଉ କିନ୍ତୁ ତାର ମନରେ କଣ ପ୍ରଭୁ କଥା କହିଲେ, ଯେହେତୁ ମୁଁ ତା ସେଲୁନରେ ସବୁବେଳେ ଯାଇ ଚୁଟି କାଟେ, ସେଠୁ ସିଏ ଆସିକି ଚୁପକିନା କହିଲା ଆଉ ତମେ ଗୋଟେ କାମ କର, ମୁଁ ତମ ଘର ଭିତରୁ ଚୁପକିନା ଯାଉଛି, ଯେହେତୁ ନିଜ ମୋ ପାଖରେ ସବୁଦିନ ଚୁଟି କାଟେ, ସବୁବେଳେ ଚୁଟି କାଟେ, ଆଉ ମୁଁ ତାକୁ କେମିତି ଗୋଟେ ନାହିଁ କରିବି। ସେ ଆସିକି ମୋ ପାଖରେ ଆମ ଘରେ ଚୁପ ଚୁପ ଚୁଟି କାଟିଲା। ଆଉ ସେ ଚୁଟି କାଟିଲା ପରେ ଆମ ସାହିରେ ଘର ପାଖରେ ଲୋକମାନେ ଜାଣିଲେ, ଆଉ ତା ପାଖରେ ଆଉ କେହି କାଟିଲେନି। ସେ କହିଲା ମୋର ସେଲୁନ ବନ୍ଦ ହେଇଯାଉ, ମୋ ଚୁଟି କଟିବା ବନ୍ଦ ହେଇଯାଉ, ମୁଁ କିନ୍ତୁ ତୋର କାଟିବି, କାରଣ ତୁ ମୋର ବର୍ଷ ସଂଖ୍ୟା, ମୋ ପାଖରେ ଯେତେବେଳେ ତୋର ଦରକାର ସେଭିଂ ହଉ ଚୁଟି କାଟୁ ସବୁ ମୋ ପାଖରେ ହିଁ କରୁ, ଆଉ ମୁଁ ଏଇ ଦୁଃଖ ସମୟରେ କଣ ତୋର କାଟିବିନି। ମୁଁ ଯାହା ପ୍ରଭୁ ଦୟା କର, ଯାହା କାଟିଲା ସେ ଆସିକି ଯାହା ହାଲରେ ଲୋକମାନେ ମତେ ତାପରେ ପୁଣି କାଟିଲେ। ସେ ତାର ସବୁ ଯାକ ତାର ସେ ଡିଟେଲରେ ସବୁ ଧୋଇଲା, କଇଁଚି ପାଇଁ ସବୁ ଧୋଇଲା, ଇଏ କଲା, ତାପରେ ଲୋକ କାଟିଲେ। ବହୁତ ଲୋକମାନେ ଆସୁନଥିଲେ, ଆମ ଘରକୁ କେହି ଆସୁନଥିଲେ। ତାପରେ ସେ ଜ୍ୱର କିନ୍ତୁ ମୋର ପୁଣି ସେମିତି ଜ୍ୱର 104, 105 ଜ୍ୱର ହେଲା। ମୁଁ ପୁରା ମାନେ ହାଲିଆ ହେଇ ପଡୁଥିଲି। ସେତେବେଳକୁ 15-16 ଦିନ ବିତିଗଲାଣି। ପୁଣି ମତେ କହିଲେ ନାଇଁ ଗୋଟେ କାମ କର, ଆଉ ଥରେ ଯିବା ଟେଷ୍ଟ କରିବାକୁ। ଯଦି କିଛି ବୋଧେ ଭୁଲ ଟେଷ୍ଟ ବୋଧେ ସେ ଲୋକଟା କଲା, ଆଉ ଯାହାଫଳରେ କିନ୍ତୁ କରୋନା ହେଇଛି। ଆଉ ମୁଁ ହାଉଲେ ଖାଇବା ମଧ୍ୟ ଛାଡିଦେଲି। 20 ଦିନ, ତାପରେ 20 ଦିନ ଆସିଗଲା। 20 ଦିନ ମୁଁ ହାଉଲେ ଖାଇବା ମଧ୍ୟ ଛାଡିଦେଲି। ଆଉ ନାଇଁ ନିଶ୍ଚୟ ମୁଁ ସେଠି ଜାଣିଲି ମୋ ନାଇଁ ମୋ ପାଇଁ ନିଶ୍ଚୟ ମତେ ବୋଧେ କରୋନା ହେଇଗଲା ବୋଲି ଭାବିଲି। ହେଇଛି ବୋଧେ ଏତେ ହାଉଲେ ଇଏ କାହିଁ ଲାଗୁଛି, ଏତେ ପୁରା ମାନେ ଦୁର୍ବଳ ହେଇଗଲି ମୁଁ ପୁରା। ଆଉ ମତେ ବୋଧେ କରୋନା ହେଇଛି। ଆଉ ଆମ ଭିତରେ ଗାଡି ସବୁ ସାଇରନ ବାଜିକି ଯାଏ, ଆମ ଗାଁ ଭିତରେ ବହୁତ ଲୋକଙ୍କୁ ନେଇକି ଯାଉଥିଲା, ଗାଁ ଛାଡୁଥିଲା, ସବୁ କରୁଥିଲା। ଆଉ ସେ ସାଇରନ ବାଜିଲେ ମତେ ଡର ଲାଗିଲା, ସେତେବେଳେ ଡର ଲାଗୁଥିଲା। ଏଠୁ ଆମେ ଯେତେବେଳେ ମେଡିକାଲ ଆଉ ଥରେ ପୁଣି ମେଡିକାଲ ବାହାରିଲୁ, ଆଉ ଗୋଟେ ସ୍ଥାନ ଗୋଟେ ଭଲ ଆମମାନଙ୍କର ଆପେକ୍ସ ଯୋଉଠି ଅଛି, ସେଠି ମତେ ଟେଷ୍ଟ କରିବା ପାଇଁ କଟକର ବଡ ସେଟା ଟିକେ, ଆଉ ସେଠିକି ଯିବା ବୋଲି କହିଲେ। ଅଧିକା ପଇସା ପଡୁ ପଛେ, ମୁଁ କହିଲି ମୁଁ ଗଭର୍ଣ୍ଣମେଣ୍ଟ ଯିବିନି, ଗଭର୍ଣ୍ଣମେଣ୍ଟ ଗଲେ ମାନେ ମିଛରେ କାଲି ବାହାର କରିବି, ମୁଁ ଯିବିନି ଗଭର୍ଣ୍ଣମେଣ୍ଟରେ ପଇସା ଖର୍ଚ୍ଚ ପଛେ, ଆମେ ପ୍ରାଇଭେଟରେ ଦେଖିବା। ସେଠିକି ଗଲୁ। ଆଉ ଆମର ଭଉଣୀ କଣ କଲେ, ଭଉଣୀ ମାନେ କଣ କଲେ, ଫୋନ କଲେ ଆମ ଗାଁରେ ଜଣେ ଭଉଣୀ ମତେ ବାହାଇଛନ୍ତି, ସେ କହିଲେ ଆକୁ ନେଇକି ଯାଅ, ମୁଁ ଏଇଟା ଆସିଲେ ଆମ୍ବୁଲାନ୍ସ ରେଡି କରି ରଖିଥିବି। ଆଉ ସେ ଆସିଲା କି ମୋର 8ଟା ସବୁ ସଜଡା ହେଲା, ପ୍ୟାଣ୍ଟ ସାର୍ଟ ମୋର କ୍ୱାରେଣ୍ଟାଇନ କି ଯିବା ପାଇଁ 8ଟା ସଜଡା ହଉଥିଲା, ମୋର ଚାଦର ମୋର ସବୁ ସେପାରେଟ କରାହେଇକି ସବୁ ସଜଡା ହଉଥିଲା। ମୁଁ ବହୁତ କାନ୍ଦିଲି। ଆଉ ମୁଁ କହିଲି କଣ ମତେ ସତରେ କରୋନା ହେଇଗଲା, ମୋ ପାଇଁ କଣ 8ଟା ସଜଡା ହେଲାଣି କ୍ୱାରେଣ୍ଟାଇନ ଯିବା ପାଇଁ। ବ୍ୟାଗରେ ସବୁ ମୋ ଲୁଗାପଟା, ଖାଇ ବିସ୍କିଟ, ଚୁଡା ସବୁ ରଖା ହଉଥିଲା। ଆଉ ମୁଁ କହିଲି ମୁଁ ବହୁତ କାନ୍ଦିଲି ମେଡିକାଲ ସେକେଣ୍ଡ ଟାଇମ ଗଲି। ଆଉ ପ୍ରଭୁଙ୍କ ଦାସ ମାନେ ସେ ମଝିରେ ସେ ସମୟରେ ମୋ ପାଇଁ ପ୍ରାର୍ଥନା କରୁଥିଲେ। ଆମ ଦାମୋଦର ବାବୁ ବାଲେଶ୍ୱରରୁ ଥାଇକି, ଡିବି ଉଦୟ ବାଲେଶ୍ୱର ଥାଇକି, ବହୁତ ଜଣ ଆମ ମୋ ପାଇଁ, ଆମର ଯେତେ ଲୋକାଲ ପାଷ୍ଟର ମାନେ ସମସ୍ତେ ଆଉ ମୋ ପାଇଁ ମଧ୍ୟ ପ୍ରାର୍ଥନା ସେ ସମୟରେ କରୁଥିଲେ। ଆଉ ମୁଁ ପୁଣି ସେକେଣ୍ଡ ଟାଇମ ଗଲି କଟକକୁ। ଆଉ ସେ ବଡ ଆମର ଯୋଉଠି ଅଛି ଟେଷ୍ଟ ସେଣ୍ଟର, ଆଉ ସେଠିକି ଯାଇକି ଟେଷ୍ଟ କରୁଛି, ସିଏ ମତେ ସେଠି ବି ଦିଦିକି ନେଇ ପଳେଇଲେ। ମୋ ସ୍ତ୍ରୀକି ନେଇ ପଳଉଛନ୍ତି, ତାଙ୍କ ସେ ନର୍ସ ଆସିଲା ତାଙ୍କୁ ନେଇ ପଳଉଛନ୍ତି, ମୁଁ ଇଏ ବୋଲି କହିଲେ।
अरे ए भाई तो जना पड़ू ना कौन कहिछि बोली कहै मु नाही आज्ञा मते एते वीक लागु जे आपण केन देखा होछि मु जना पड़ुनी बोली से मत फोन नहीं टेस्ट कले देखो पुणी नेगेटिव वाला घर को आसिल चतुर्थ आम भौणी कौन करछन्ती ना एम्बुलेंस को फोन करछन्ती आ से एम्बुलेंस आसी कथा बाटे पुणी मु दिन ताको फोन कली नाही नाही आ मानकर नेगेटिव बाहरची एम्बुलेंस को फेरे दियो पुणी एम्बुलेंस अधा बाटर फेरी पड़ेला इन चल 20-25 दिन हेगला अनेक प्रभु लोक माने मोर गोटे विश्वास जब मोर 10-15 दिन पर गोटे प्रार्थना करथिली प्रभु मु तो तुम सेवा करिया जाइथिली तुम सेवा करथिली मु किछि जानिनी जा जदि मारियार अछि मार जदि रखियार अछि रख मु मोर एई गोटे प्रार्थना मु हर घड़ी करूथिली सब बेले गोटे प्रार्थना मु करथिली मु प्रभु मु किछि जानिनी आपनकर सेवा रे मुथिली आपन सेवा करूछि आपन इच्छा जदि रखिबे रखंतु सेटु रात्रि म दामदरा को फोन कले केमती अच्छे बोली कहले बोले आज्ञा सेमती ज्वर होची कमी जाउची होची जो कमी बहुत दुर्बल लास्ट को तबे मोर पानी गिलास मते मते टिकिया को हाथ रे मोर शक्ति आसला नै पानी गोटे गिलास मते भी मोर श्री मते कोन करथले ना पियाउथले बहुत इत्ते होई गेली हम आंठी प्रार्थना करथि प्रभु मु जाय म अनेक प्रभु लोक माने अति 10 मिनट 15 मिनट 20 मिनट मो पई सब प्रार्थना मो फोन आसला से फोन ने मो पई मो कान रखे फोन धरे से प्रार्थना करथले मु मते प्रार्थना प्रभु मु किछि गोटे मोर जिद्दी थिला प्रभु को पके मु प्रभु से तो जिद्दी करथि गोटे जिद्दी करथि प्रभु मु किछि जानि नै जा तुमे मोर जदि रखिबार अछि रख जदि जीवन मारिबार अछि मारो किंतु मोर विश्वास मोर किछि हो नै कारण जेहेतु मु आपनकर सेवा करूछि आपनकर सहित रहिछि आपनकर इच्छा ए गोटे मोर प्रार्थना सब बेले करूथिली आ हाउला हले 25-27 दिन हैला आ प्रभु हाउला हले से रिकवरी आसला क्वारंटाइन मो इच्छा नथला प्रभु कर क्वारंटाइन जाऊ बोली से प्रभु सतरे तुमर मते इच्छा नथला मु क्वारंटाइन जाऊ बोली कारण सेठी अनेक लोक मन जाउथले आ जो द्वारा कि आ से माने रॉन्ग ट्रीटमेंट होई जाउथले खाद्य मते ठीक खाउ नथले आ से समय आसी इंजेक्शन मते दे दोथले खाली पेटर थिबे इंजेक्शन दे देबे से आसे खाली खाउ न इंजेक्शन पड़ी दोथले ओजे आपन तो इच्छा नथला आ मु से जगह को जाए आ सेठी जाई कि मृत्युवरण करे बोली आ 28 दिन मते पूरा माने से पीड़ा रे पीड़ित होई रहितली किंतु सेति को जब गोटे जिद्दी करम को परि किंतु से गोटे जिद्दी दिला मु जानिनी आपन सुस्त मते करिवे मु जेतु आपन को सेवा मु करूथिली आ मु विभिन्न प्रभु तुमर सेवा करिछि तुमे ही मते सुस्त करिवो 28 दिन पर हाले मेडिसिन मते खाउताय समस्त अरिस्ट्रोमाइसिन ये सब मेडिसिन मते खाउताय 28 दिन पर हाले मोर चोचा भितरे दामदर बाबू मते एक्सपायर करि गले दामदर मु पई जे प्रार्थना करूतले दामदर आज्ञा बालेश्वर ओडिशा फॉलोअप डायरेक्टर जे थिले आ से मते एक्सपायर करिले मु मते मु बहुत भांगी पड़िला बोले इतने महान व्यक्ति इतने प्रभु वाक्य आम आसी प्रचार करती से एक्सपायर मु कि लोक कि कि मनुष्य प्रभु मु बंचीबिनी बोली चिंता करथिले पुणी प्रार्थना प्रभु नाई तो आपन सेवा कर इच्छा था 28 दिन मत पूरा पीड़ा पड़ी 28 दिन पर रिकवरी है सुस्थता पाइली प्रभु धन्यवाद दिए प्रभु मत सुस्थता देले आज जो मिखाइल को अपन देखुं से मिखाइल आज जीवित अच्छी से कोरोना अनेक से समय लोक मैंने मरी जाते किंतु प्रभु मत सुस्थता देले सुरक्षा देले आज आपण पाखे मिखाइल साक्ष्य कहूँ मिखाइल प्रभु अनुग्रह दया करी मत सुस्थता दे धन्यवाद देली प्रभु को प्रभु अनेक प्रभु लोक मैंने प्रार्थना करते मो प्रभु पाखे निवेदन करुले तद्वारा मुझे सुस्थता पाई मोर ये अल्प साक्ष्य प्रभु आशीर्वाद करंतु आपण मन धन्यवाद दिए सुंदर साक्ष्य कहया सुजोग देले छोट बहुत मो जीवन पाई मो बहुत बड़ साक्ष्य अटे वीरेंद्र आज्ञा राहुल आज्ञा दीदी बिना दीदी अमर भाई प्रत्येक वरिष्ठ मोर सान बड़ प्रत्येक प्रभु जीशु ख्रीष्ट नाम धन्यवाद दी अल्प साक्ष्य शेष कर आमीन प्रेज द लॉर्ड। थैंक यू मिखाइल भाई आपनकर साक्ष्य पाई प्रकृत रे आपण जो वर्णना करथिले से कोविड समय रो स्थिति आ परिस्थिति बड़ भयावह थिला से साइरन बाजिवा गाड़ी गला माने गोटे मन रे आतंक सृष्टि कर दोथला आ सब बेले गोटे न्यूज आसीबो हे चली गला से चली गला ए चली गला पुनी निजर परिजन मान को मध्य से जगह को छाड़ू नथिले से डेड बॉडी पाख को बड़ भयावह थिला मु बुझी पारछि आपण को रकम ट्रॉमेटिक सिचुएशन भीतर देखि गति करछंती
ଆଉ ଆଜି କେତେ ଖୁସି ଆପଣ ଯେ ଆପଣ ଗୋଟେ ମୃତ୍ୟୁ ପାଖକୁ ଯାଇକିରି ସେଠୁ ଜୟଲାଭ କରିକିରି ଆପଣ ଆମକୁ ବାଣ୍ଟୁଛନ୍ତି ଯେ ପ୍ରଭୁରେ ଯୋଉମାନେ ଥାନ୍ତି ଆଉ ଯୋଉମାନେ ପ୍ରାର୍ଥନାରେ ନିବିଷ୍ଟ ଥାନ୍ତି। ଆପଣଙ୍କ ପ୍ରାର୍ଥନା ଥିଲା ମୁଁ ତ ଆପଣଙ୍କର ସେବା କଲି, ଆପଣ ମୋ କଥା ବୁଝେ। ପ୍ରକୃତରେ ଗୋଟେ ସରଳ ବିଶ୍ୱାସୀର ସରଳ ପ୍ରାର୍ଥନାର ଭାଲ୍ୟୁ ବହୁତ ବେଶୀ। ଏଇଟା ଆମେ ଜାଣିବା କଥା। ଜଗତରେ ଅଛି, ରୋଗ ଅଛି, ଜଗତରେ ସବୁ କିଛି ଅଛି, କିନ୍ତୁ ସେ 91 ସାମ୍ସ ପରିକା ଲେଖାଯାଏ ଆମେ ଦୀର୍ଘାୟୁ ଦେଇ ତାକୁ ପରିତୃପ୍ତ କରିବା। ଆଉ ସେ ପଦ୍ଧତି ଆପଣଙ୍କ ପାଇଁ ସଫଳ ହେଇଛି। ଆମେନ୍। ଆଗକୁ ମଧ୍ୟ ମିଖାଇଲ ଭାଇଙ୍କୁ ଏହି ରକମ ଚଳଚଞ୍ଚଳ ପ୍ରଭୁଙ୍କ କାର୍ଯ୍ୟରେ ତତ୍ପର ଆମମାନଙ୍କ ପାଇଁକା ଉତ୍ସାହିତ କରିବା ପାଇଁକା ସେ ଆମମାନଙ୍କୁ ଆମ ପରିବାର ତାଙ୍କୁ ଯୋଗଦାନ କରେଇଛନ୍ତି। ପ୍ରଭୁ ଆପଣଙ୍କୁ ବିଶେଷ ବିଶେଷ ଆଶୀର୍ବାଦ କରନ୍ତୁ। ଆଉ ଗୋଟେ ଖାଲି କଥା କହିବି, ସେ ହେଲ୍ଥ ଟିପ୍ସ ଆପଣ ମାନଙ୍କୁ ଦବାକୁ ମୁଁ ଚାହେଁ। ପ୍ରତିଦିନ ସକାଳୁ ଉଠି ଉଷୁମ ପାଣିରେ ଲେମ୍ବୁ ଚୁପୁଡିକି ଖାଆନ୍ତୁ। ସେଟା ହଉଛି ଭିଟାମିନ ସି, ସେଟା ହଉଛି ବଡିର ଫାର୍ଷ୍ଟ ଲାଇନ ପ୍ରିଭେଣ୍ଟିଭ। କାଗଜି ଲେମ୍ବୁଟେ ବେଶୀ ଦାମ ନୁହେଁ, ଆଉ ଉଷୁମ ପାଣି କରିବାଟା ବି କିଛି କଷ୍ଟଲି ନୁହେଁ। ସେଥିରେ ଚୁପୁଡିକିରି ଯଦି ପାରୁଛନ୍ତି ମହୁ ବୀଜ ଅଛି ତାକୁ ଖାଆନ୍ତୁ। ଆଉ ଦ୍ୱିତୀୟ ବିଷୟ ହଉଛି ଇମ୍ୟୁନିଟିସ୍। ଆପଣ ମାନେ ଜାଣିଥିବେ କି ନ ଜାଣିଥିବେ ମୁଁ ଜାଣିନି, କିନ୍ତୁ ଇମ୍ୟୁନିଟିସ୍ ମାନେ ହଉଛି 5ଟା ପଏଣ୍ଟର। ଆପଣଙ୍କୁ ରାତିରେ ଭଲ ନିଦ ହଉଥିବ, ଝାଡା ସଫା ହଉଥିବ, ଏଇ ଦିଗଟାକୁ ଆପଣ ମାନେ ସବୁବେଳେ ଚିନ୍ତା କରିବେ। ଆଉ କେତେବେଳେ ହେଲେ ଗାଧୁଆ ଛାଡିଦେବେନି। ଯେତେ ଜ୍ୱର ହଉ, ଯେତେ ଯାହା ହଉ, ପେଟରୁ ଯୋଉ ଉତ୍ତାପଟା ତାକୁ ଯେମିତି ରିଡ୍ୟୁସ କରି ହବ। ଆପଣ ଖାଲି ତଳି ପେଟରୁ ତଳକୁ ଗାଧାନ୍ତୁ କି ଯାଏ ସେନି, କିନ୍ତୁ ଥଣ୍ଡା କରିବାକୁ ପଡିବ ବଡିଟାକୁ। ଆଉ ସବୁଠୁ ବଡ ବିଷୟ ହଉଛି ଉତ୍ତମ ସୁସ୍ୱାଦୁ ମାନେ ଉତ୍ତମ ସୁଷମ ଖାଦ୍ୟ। ଆଉ ଡାକ୍ତରମାନେ ତ ସେଟା କହନ୍ତିନି, କିନ୍ତୁ ଯୋଉଟା କି ଆମର ଘରେ ଘରେ ସେଟା ପାଳନ କରନ୍ତି। ଖାସି ଗୋଡ ଆଣିକି ତାକୁ ସୁରୁଆ କରିକି ଖାଆନ୍ତି। ବହୁତ ବଳ ଶକ୍ତି ସେଟା ପ୍ରଦାନ କରେ। ଆଉ ସେଗୁଡାକ ଆମମାନଙ୍କର ଇମ୍ୟୁନିଟିସ୍ ବଢାଇବାରେ ମଧ୍ୟ ସାହାଯ୍ୟ କରେ। ଏଇ ତକ ପ୍ରତି ଧ୍ୟାନ ଦେବେ, ଆଉ ନିଶ୍ଚିତ ଭାବରେ ଆଗକୁ ମଧ୍ୟ ଆପଣ ମାନେ ଉପକାର ପାଇବେ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଗକୁ ମଧ୍ୟ ଶୁଣିବା। ଥ୍ୟାଙ୍କ ୟୁ ଭେରି ମଚ୍। ଗଡ୍ ବ୍ଲେସ୍ ୟୁ। Amen. ପ୍ରେଜ୍ ଦ ଲର୍ଡ।